ଯମରାଜ। ମତେ ତିନି ଲୋକର ଦେବତା ରାକ୍ଷସ ମାନବ ଦାନବ ଯକ୍ଷ ରକ୍ଷ ତକ୍ଷ ସମସ୍ତେ ଭୟ କରନ୍ତି, କିନ୍ତୁ ମୁଁ ବୁଝିପାରୁନାହିଁ କେତେକ ମାନବ ମତେ ଆଉ ଭୟ କରୁନାହାନ୍ତି। ଏହାର କାରଣ କଣ ହେଇଥାଇପାରେ ଚିତ୍ରଗୁପ୍ତ? କଣ ହେଲା? ଗୁଗୁଲ ସର୍ଚ୍ଚ କରିବା ପରେ ମଧ୍ୟ ଜାଣିପାରିଲ ନାହିଁ? ଦୁଇ ତିନି ବର୍ଷ ତଳେ କରୋନା ରାକ୍ଷସୀ 1.5 ଲକ୍ଷରୁ 2 ଲକ୍ଷ ଆତ୍ମା ଆମର ଜମପୁରୀକୁ ପଠେଇଥିଲା। ଆମର ଜମପୁରୀ ଖଚା ଖଚ ହେଇକି ଭରି ରହିଥିଲା, କିନ୍ତୁ ଏବେ ସବୁ କ୍ୟାବିନ ଖାଲି, ସବୁ ତେଲ କଡ଼େଇ ଖାଲି, ସବୁ କଣ୍ଟା ଚାଦର ଖାଲି। କିନ୍ତୁ ଆମେ କଣ କରିପାରିବା? ଆମେ ଏହାର କାରଣ କେମିତି ଖୋଜି ବାହାର କରିବା? ମୁଁ ଭାବୁଛି ଟିକେ ମତ୍ୟପୁର ଯାଇ ବୁଲି ଆସିଲେ ଡିଟେଲ ଡାଟା ମିଳିଯିବ। Yes, you are absolutely right ଚିତ୍ରଗୁପ୍ତ। ଆମେ ଯିବା, ଆମେ ମତ୍ୟପୁର ଯିବା, ଆମେ ଯିବା ସେଇ ଶ୍ରୀକ୍ଷେତ୍ର ଧାମକୁ, ଯାହାକି କଳି ଯୁଗରେ ଶ୍ରେଷ୍ଠ ଧାମ ଭାବରେ ପରିଚିତ, ଯାହାକି ଶ୍ରୀକ୍ଷେତ୍ର ପୁରୀ ଭାବରେ ପରିଚିତ। ଆମେ ସେଇ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣାମ କରି ଆମର ଭୂଖଣ୍ଡରେ ଆମେ ବୁଲିବାକୁ ଯିବା। ତେବେ ଚାଲ ଚିତ୍ରଗୁପ୍ତ। ଏଇ ତ ଆମେ ପହଞ୍ଚି ଗଲେଣି, ଆମେ ଏଇଠି ପହଞ୍ଚି ଗଲେଣି। ତେବେ ଏଠାରେ କଣ କେତେ ଲୋକ ଜମା ହେଇଛନ୍ତି? ବୋଧ ହୁଏ ଆମର ଯେମିତି ସ୍ୱର୍ଗରେ ରମ୍ଭା ମେନକା ଉର୍ବଶୀ ଯେମିତି ନାଚ କରନ୍ତି, ବୋଧ ହୁଏ ଏଠି ମଧ୍ୟ ସେମିତି କିଛି ନାଚ ହେଉଛି। ତେଣୁ ଏ ଚିତ୍ରଗୁପ୍ତ ଆମେମାନେ ଏଇଠି ଲୁଚି ବସିବା, ଦେଖିବା କଣ ହେଉଛି, ତାପରେ ଆମେ ଆମର ଦର୍ଶନ କରିବା ପାଇଁ ଯିବା। ତେବେ ତୁମେ ସେପଟେ ଲୁଚି ବସ, ମୁଁ ଏପଟେ ଲୁଚି ବସୁଛି, ଠିକ ଅଛି? ଦେଖ ମ ପିଲାମାନେ କେମିତି ରାସ୍ତା ଉପରେ ଅଳିଆ କରୁଛନ୍ତି। ଟିକେ ହେଲେ ବି ବୁଦ୍ଧି ସୁଦ୍ଧି ନାହିଁ ଏମାନଙ୍କର। ଛାଡ଼ ମ, ମୋର କଣ ଯାଉଛି? ସମସ୍ତେ ତ ଅଳିଆ କରୁଛନ୍ତି, ମୁଁ ବି ଅଳିଆ କରିବି। ମୁଁ ଅଳିଆ କଲେ କଣ ଅଛି? ମୁଁ ବି ଅଳିଆ ପକାଇଦିଏ। ଏ ଭଗବାନ, ଏ ପିଲାମାନଙ୍କର ଟିକେ ହେଲେ ବୁଦ୍ଧି ସୁଦ୍ଧି ନାହିଁ। ପାଠ ଯାକ ପଢି ଶିକ୍ଷିତ ପିଲାମାନେ ଯଦି ଏମିତି କରିବେ, ଆମ ପରିବେଶ କଣ ହବ? ଦାସବାବୁଙ୍କ ଘର ଭୋଜି ଖାଇଲେ ଆଉ ସମ୍ଭାଳିବନି। ଯାଏ ପଡ଼ିଆ ମଝିରେ ଟିକେ ପେଟ ଖାଲି କରିଦେ ପଳେଇ ଆସେ। ସାଇଲ ଭାଇ, ଓ ସାଇଲ ଭାଇ, ଘରେ ଅଛ? ହଁ, କଣ କହୁଛୁ? ରହ ମୁଁ ଆସୁଛି। ଆରେ ଅଂଶୁ, କୁଆଡେ ବାହାରିଛୁ? ଆସ ଟିକେ ପଡ଼ିଆ ଆଡେ ଯିବା। ହଉ ରହ, ମୁଁ ଟିକେ ଆସୁଛି। ହଉ ଜଲ୍ଦି ଆସିବ, ନହେଲେ ମୁଁ ଆଉ କଣ୍ଟ୍ରୋଲ କରିପାରିବିନି। ହଉ ଚାଲ। ବୁଝିଲ ଭାଇ, ଦାସବାବୁଙ୍କ ଘରେ ଆଜି ଭୋଜି ହୋଇଥିଲା। କଣ ଆଉ କହିବି, ଚିକେନ, ମଟନ, ମାଛ, ଚିଙ୍ଗୁଡି, ଲୋଭରେ ତ କେତେ କଣ ଖାଇଦେଇଛି। ଯିବି କୁଆଡେ? ଆରେ ତୁମେ ମାନେ ଯାଉଛ କୁଆଡେ? କୁଆଡେ ଆଉ ଯିବ? ଦିଦି ଆଉ ପଚାରନ୍ତୁନି, ଏ ଅଂଶୁଟା ତ ଅସମ୍ଭାଳ ହେଲାଣି। ସାଇଲ ଭାଇ, ତୁମେ ଦିଦିଙ୍କ ସାଙ୍ଗରେ କଥା ହେଇଯାଅ, ମୁଁ ଆଉ ପାରିବିନି, ମୁଁ ଚାଲିଲି। ଆରେ ସେ କୁଆଡେ ଏତେ ତରତର ହୋଇଯାଉଛି? ତାର କଣ ହୋଇଛି କି? କୁଆଡେ ଆଉ ଯିବ? ଓହୋ, ତାହେଲେ ତ ତା ଘର ଏପଟେ, ସେ ସେପଟେ କୁଆଡେ ଯାଉଛି? ଦିଦି, ଏ କଥା କଣ କି, ଅଂଶୁ ଆଉ ମୁଁ ପ୍ରତିଦିନ ପଡିଆରେ ମଳତ୍ୟାଗ କରିବାକୁ ଯାଉଛୁ। ଓହୋ, କଣ ହେଲା? ତୁମ ଘରେ ଲାଟିନ୍ ନାହିଁ? ଦିଦି, ସରକାରଙ୍କ ତରଫରୁ ସମସ୍ତଙ୍କ ଘରେ ଲାଟିନ୍ ଅଛି ସତ, କିନ୍ତୁ ଆମର ବାହାରେ ମଳତ୍ୟାଗ କରିବାର ଅଭ୍ୟାସ ହୋଇଗଲାଣି। କଣ ଯେ ମୁଁ ତୁମମାନଙ୍କୁ କହିବି, ପୁରୀ ଭଳିଆ ଗୋଟେ ପବିତ୍ର ସ୍ଥାନ, ଯାହାକି ବିଶ୍ୱ ପ୍ରସିଦ୍ଧ ତୀର୍ଥ ସ୍ଥାନ, ଯାହାର ପ୍ରତ୍ୟେକଟି ଧୂଳି ସାରଗ୍ରାମ ସଦୃଶ, ଯେଉଁଠିକୁ ଭକ୍ତ ମାନଙ୍କର ସୁଅ ଛୁଟିଥାଏ, ସେଭଳିଆ ପବିତ୍ର ପୁରୀକୁ ତୁମେ ମାନେ ଅପବିତ୍ର କରୁଛ। ଆମେ ବା ଆଉ କଣ କରିବୁ ଦିଦି, ଆମର ତ ଏଇଟା ଗୋଟେ ମନ୍ଦ ଅଭ୍ୟାସ ହେଇଗଲାଣି। ତେଣୁ ବାହାରେ ମଳତ୍ୟାଗ ଏବଂ ପରିସ୍ରା କରିବାର ଯେଉଁ ମଜା, ସେ ମଜା କଣ ଘର ଭିତରେ ଅଛି? ଆଚ୍ଛା ସାଇଲ, ତୁ ହାତରେ କଣ ଧରିଛୁ? ସେ କଥା କଣ କି ଦିଦି,
ମୁଢି ମିକ୍ସଚର ଧନିଆ ପତ୍ର କଞ୍ଚା ଲଙ୍କା ପକେଇ ଗୋଟେ ଝାଲମୁଢି ତିଆରି କରି ଖାଇବାକୁ ବସିଥିଲି। ସେଇତିକି ବେଳକୁ ଏଇ ଅଂଶୁଟା ଆସି ଡାକିଦେଲା। ତେଣୁ ମୁଁ ଭାବିଲି ତାକୁ ପଲିଥିନରେ ପୁରେଇ ନେଇଗଲେ ଅଂଶୁର ମୋର ଖାଇ ଖାଇକି ଯିବୁ ଆଉ। ଭଗବାନ, ତୁମେ ଜାଣିଛ ପଲିଥିନରେ ଖାଦ୍ୟ ରଖି ଖାଇଲେ କଣ ହବ? କଣ ହବ ଦିଦି? ଶୁଣ ତାହେଲେ, ପଲିଥିନରେ ଖାଦ୍ୟ ରଖି ଖାଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହବ। ହଁ, ଆଉ କଣ ହବ? ହଁ, ଶୁଣ ତାହେଲେ, ପଲିଥିନ ହେଉଛି ଏକ ମାରାତ୍ମକ ଜିନିଷ। ଏହା ବାୟୋଡିଗ୍ରେଡେବଲ ନୁହେଁ, ଯାହା ଫଳରେ ଫସଲ ଗୁଡିକୁ ନଷ୍ଟ କରିଦିଏ। ଏହା ଶହ ଶହ ବର୍ଷ ପର୍ଯ୍ୟନ୍ତ ମାଟିରେ ମିଶି ପାରେ ନାହିଁ, ଯାହା ଫଳରେ ମାଟିର ଉର୍ବରତାକୁ କମେଇ ଦେଇଥାଏ। ଆଉ ଏଥିରେ ପଶୁ ଓ ଜଳଜୀବ ମାନେ ଖାଇ ଏକୁ ମୃତ୍ୟୁବରଣ କରିଥାନ୍ତି। ହଁ, ଏତେ ସବୁ କଥା। ଛି, ମୁଁ ଏ ପଲିଥିନ ଆଉ କେବେ ଖାଇବିନି ଦିଦି। ହେଲେ ଦିଦି, ମୁଁ ଏ ପଲିଥିନକୁ କରିବି କଣ? ତୁମ ସାହିକୁ ତ ସ୍ୱଚ୍ଛ ସଫାଇ ଗାଡି ଆସୁଥିବ। ହଁ, ସେ ସକାଳୁ କଣ ପବିତ୍ର ପୁରୀ ଗୀତ ବାଜି ଏକ ସ୍ୱଚ୍ଛ ସଭାଟା ଆସେ, କିନ୍ତୁ ଆମେ ସେଥିରେ ଅଳିଆ ପକାଉନୁ। କାହିଁକି ପକାଉନି? କଣ କହିବି ଆଉ ଦିଦି, ସେଇଥିରେ ତ 4ଟି ଡବା ଲାଗୁଛି। ଆମର ଏତେ ବେପାର କିଏ କରୁଛି? ସେଥିରେ ତ ଗୋଟେ ଦିଦି ଆସନ୍ତି, ସେ କହୁଛନ୍ତି ଅଳିଆ ଗୁଡ଼ିକ ଅଲଗା ଅଲଗା କରି ପକାଅ। ଆମର ତ ସବୁ ଏକାଠି ଅଳିଆ କରିକି ଆମେ ତ ଆମ ଘର ସାଇଡରେ ପକେଇ ଦଉଛୁ। କଣ ହେଲା? ତୁମେ ଜାଣିଛ ଘର ଚାରିପାଖରେ ଅଳିଆ ଜମେଇ ରଖିଲେ କଣ ହବ? ଅସୁବିଧା ବା କଣ ହେବ? ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ସ୍ୱଚ୍ଛ ସଫାରି ଗାଡିରେ ଗୀତମାନ ବାଜୁଛି। କାଲି ସକାଳେ ଏହି ଗୀତ ବାଜି ସେଇ ସ୍ୱଚ୍ଛ ସଫାରି ଗାଡି ଆସିବ। ମନ ଦେଇ ଶୁଣିବ। ଠିକ ଅଛି ଦିଦି। ପଲିଥିନ ଉପରେ ଗୋଟେ କଣ କହୁଥିଲେ ନାଇଁକି? ଆମେ ପଲିଥିନ ଉପରେ ତ ଜାଣିବା, ଆଉ ଦିଦିଙ୍କ ଠାରୁ ଆହୁରି ମଧ୍ୟ କିଛି ଜାଣିବା। କିନ୍ତୁ ଗୋଟେ ବାଳୁଙ୍ଗା ଟୋକା ଯାଇଛି ପଡିଆକୁ, ଅଂଶୁ, ତାକୁ ଆମେ ଧରିନେବା, ଜମପୁରରେ ଭର୍ତ୍ତି କରିବା। ଠିକ ଅଛି, ଚାଲ। ସାଇଲି ଭାଇ, ସାଇଲି ଭାଇ, ଓ ସାଇଲି ଭାଇ, ସାଇଲି ଭାଇ, ସାଇଲି ଭାଇ, ସାଇଲି ଭାଇ, ଆସ ଆସ ଘରକୁ ଯିବା। ମରଣ ମୋଡୁ ଖେଳ ବାଡି ଆସିଲି, ତମର ତମର ଗପ ସରୁନି। ଆରେ ବୁଝିଲୁ ଅଂଶୁ, ମୁଁ ଆଜି ଦିଦିଙ୍କ ସହିତ କଥା ହେଇ କେତେ କଣ ଶିଖିଲି। ହଇରେ ଅଂଶୁ, ନମସ୍କାର ଦିଦି। ଓ କି ଶାନ୍ତି। ହଇରେ ଅଂଶୁ, ତୁ ପଡିଆକୁ ମଳତ୍ୟାଗ କରିବାକୁ ଗଲୁନି ଯେ ପୁରୀବାସୀଙ୍କ ପାଇଁ ଯମଦୂତ ସାଜିଗଲୁ। କଣ କହୁଛ? ଯମଦୂତ? ଯମଦୂତ ମାନେ କଣ? ଆରେ ଦେଖ, ତୁ ପଡିଆରେ ମଳତ୍ୟାଗ କରିବାକୁ ଗଲୁ, ସେଥିରେ ମଶା ମାଛି ଆଦି ବସିଲେ, ଆମକୁ ହଇଜା ମ୍ୟାଲେରିଆ ଆଦି ମାରାତ୍ମକ ରୋଗ ହବ। ଆଉ ତୁ ପଡିଆକୁ ଯିବୁ? ନାଇଁ ନାଇଁ ଲୋ, ମୁଁ ଆଖି ଦଉଛି, ଲୋକନାଥ ରାଣ ଖାଉଛି, ବୋଉ ରାଣ ଖାଉଛି, ମୁଁ ଆଉ ପଡିଆକୁ ଯିବିନି। ଆଚ୍ଛା ଦିଦି, ଆପଣ କଣ ଆମକୁ ସ୍ୱଚ୍ଛ ସଭାର ଭିନ୍ନ ଭିନ୍ନ ଡବା ବିଷୟରେ କହିବେ ବୋଲି କହୁଥିଲେ? ହଁ ହଁ, ସେ କଥା ତୁମକୁ ସୁଭଦ୍ରା ଦିଦି କହିଦେବେ। ମ୍ୟୁନିସିପାଲିଟି ତରଫରୁ ଜଣେ ମେସେଜ ଦେବାକୁ ଚାହୁଁଛନ୍ତି। ମୁଁ ଅଂଶୁ ବାବୁଙ୍କୁ ଅନୁରୋଧ କରୁଛି, ଅଂଶୁ ବାବୁ, ବର୍ତ୍ତମାନ ତମେ ଆଉ ଏଠି ଝାଡ଼ା ଯାଅନି। ତମ ପାଇଁ ମୁଁ ଯାହା କହୁଛି ତାହା ଶୁଣନ୍ତୁ। ବର୍ତ୍ତମାନ ଏଇ ସ୍ୱଚ୍ଛ ଭାରତ ତରଫରୁ ଆମର ସବୁ ହାଉସ ହୋଲ୍ଡ ମାନଙ୍କୁ, ଯୋଉମାନଙ୍କର ଘରେ ଲାଟ୍ରିନ୍ ନଥିଲା ତା ଦେହରୁ ଆମର ଦିଆଯାଇଥିଲା, ଏବଂ ଯୋଉମାନଙ୍କର ଘରେ ଜାଗାର ଅଭାବ ଥିଲା ସେମାନଙ୍କୁ ଆମର କଣକି ପୁରୀ ମ୍ୟୁନିସିପାଲିଟି ତରଫରୁ 27ଟି କମ୍ୟୁନିଟି ଟଏଲେଟ୍ ଏବଂ 24ଟି ପବ୍ଲିକ ଟଏଲେଟ୍ ଅଛି। ତେଣୁ ଏଇ ଅଂଶୁବାବୁଙ୍କ କଥାରୁ ଯେହେତୁ ମୁଁ ଜଣେ ସାନିଟେସନ ଏକ୍ସପର୍ଟ, ତେଣୁ ମୁଁ ଏଇ ଅଂଶୁବାବୁଙ୍କୁ ଏଇ ପୁରୀର ପବିତ୍ର ମାଟିରେ ଝାଡ଼ା ନ ବସିବାକୁ ଅନୁରୋଧ କରୁଛି। ଏବଂ ଆମର ଏଇଠି ପାଖରେ ଗୋଟିଏ ଶୌଚାଳୟ ଅଛି, ସେ ସେଇଠି ଯାଇକି ଶୌଚାଳୟ ରଖି ପୁରୀର ପବିତ୍ରତାକୁ ଆଗକୁ ନେବା ପାଇଁ ମୁଁ ଅନୁରୋଧ କରୁଛି। ଅଂଶୁବାବୁ ସେଇଠି ଟଏଲେଟ୍ ଅଛି, ଯାଆନ୍ତୁ। ଅଳିଆ ଗାଡିର ଭିନ୍ନ ଭିନ୍ନ ଡବା ବିଷୟରେ ତୁମକୁ କିଛି କହିବେ। ହଁ ତାହେଲେ ଶୁଣ, ଅଳିଆ ଅଦରକାରୀ ନୁହେଁ, ଏହା ରତ୍ନ ପରି ମୂଲ୍ୟବାନ। ଅଳିଆ ପୁରୀ ରତ୍ନ? ହଁ ରତ୍ନ। ଅଳିଆ ବା ଆବର୍ଜନା ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ। ଆମେମାନେ ଯଦି ଏହାକୁ ଅଲଗା ଅଲଗା କରି ବିଭିନ୍ନ ଡବାରେ ବିଭିନ୍ନ ଡଷ୍ଟବିନ୍ ଏହାକୁ ରଖିବା ଓ ସମ୍ପର୍କିତ କାରଖାନା ମାନଙ୍କୁ ଏହାକୁ ପଠାଇବା, ତେବେ ଏହା ବ୍ୟବହାର ଉପଯୋଗୀ ଦ୍ରବ୍ୟରେ ପରିଣତ ହୋଇପାରିବ। ଏଥିରେ ଆମେ କିଛି ଆୟ କରିପାରିବା।
ଏହିପରି ରିସାଇକ୍ଲିଂ କରିବା ଦ୍ୱାରା ଆମେମାନେ କିଛି ଆୟ ପାଇପାରିବା ଏଥିରେ ତେଣୁ ଏହାକୁ ରତ୍ନ ବୋଲି କୁହାଯାଏ। ଦିଦି ଆପଣ ଆମକୁ ସ୍ୱଚ୍ଛ ସମୟରେ ଭିନ୍ନ ଭିନ୍ନ ଡବା ବିଷୟରେ କିଛି ବୁଝାନ୍ତୁ। ହଉ ଠିକ ଅଛି। କଣ ପିଲାମାନେ ତୁମେ ଜାଣିବାକୁ ଚାହୁଁଛ ବିଭିନ୍ନ ଡବା ବିଷୟରେ? ହଁ ଦିଦି। ଇଏ ତ ବହୁତ ବଢିଆ କଥା। ତେବେ ଶୁଣ, ଆମ ସ୍ୱଚ୍ଛ ସବାରିରେ ଚାରୋଟି ଡଷ୍ଟବିନ୍ ଥାଏ। ସେଗୁଡ଼ିକ ହେଲା ସବୁଜ, ନୀଳ, ଲାଲ ଓ କଳା। ସବୁଜ ଡବାରେ ଆମେ ଶୁଖିଲା ଅଳିଆ ଯଥା ଶୁଖିଲା ଚମଡା, କପଡା, ଧୂଳି, କାଠି, ପଲିଥିନ, ଜରି ଇତ୍ୟାଦି ପକାଇଥାଉ। ପିଲାମାନେ ମନେ ରଖ, ସବୁଜରେ ସ ଅଛି, ଶୁଖିଲାରେ ମଧ୍ୟ ସ ଅଛି। ଲାଲ, ନୀଳ ଏହି ବାକ୍ସରେ ଆମେ ଓଦା ଅଳିଆ ଯଥା ପନିପରିବା ଚୋପା, ବାସି ଖାଦ୍ୟ, ବାସି ଫୁଲ, ବଳକା ଖାଦ୍ୟ, ମାଛ କାଟି, ଖୁଟି ଓ କାଟି ଇତ୍ୟାଦି ଏଥିରେ ପକାଇଥାଉ। ଲାଲ ଏହି ବାକ୍ସରେ ଆମେ ସଂକ୍ରମିତ ଅଳିଆ ପକାଇଥାଉ ଯଥା ସାନିଟାରୀ ନାପକିନ୍, ରକ୍ତଭିଜା ତୁଳା ଇତ୍ୟାଦି। ଏହା ବିପଦପୂର୍ଣ୍ଣ, ତେଣୁ ଆମେ ଏହାକୁ ଲାଲ ରଙ୍ଗର ଡବାରେ ପକାଇଥାଉ। କଳା ଏହି ବାକ୍ସରେ ଆମେ ସ୍ୱାସ୍ଥ୍ୟ ହାନିକାରକ ଅଳିଆ ପକାଇଥାଉ ଯଥା ଇଲେକ୍ଟ୍ରିକ ବଲ୍ବ, ଭଙ୍ଗା କାଚ, ବ୍ଲେଡ୍, ଛୁରୀ ଇତ୍ୟାଦି ପକାଇଥାଉ। ପିଲାମାନେ ମନେ ରଖିଲ, ସବୁଜରେ ଶୁଖିଲା। ମୋ ସାଙ୍ଗରେ କୁହ, ସବୁଜରେ ଶୁଖିଲା, ନୀଳରେ ଓଦା, ଲାଲରେ ସଂକ୍ରମିତ, କଳାରେ ହାନିକାରକ। এই সুভদ্রা দিদি তোমাকে এই চারোটি ডস্টবিন সম্পর্কে কহিলে নাই কি? কহিলে সবুজ, নীল, লাল ଆଉ କଳା ଏମିତି ଚାରିଟା ଡଷ୍ଟବିନ୍ ଆମ ସ୍ୱର୍ଗପୁରୀର ସବୁ କ୍ୟାବିନରେ ଚାରିଟା ଡଷ୍ଟବିନ୍। ଠିକ ଅଛି? ଆଚ୍ଛା, ମନେ ରଖିବ ଏବଂ ସେଇଭଳି ଆମକୁ ଅଳିଆ ସଜାଇବାକୁ ପଡିବ। ଠିକ ଅଛି? ତାହେଲେ ଆମେମାନେ ଆଉ ଟିକେ ଦେଖିଦେବା କଣ ମନୋରଞ୍ଜନ କରୁଛନ୍ତି ଏଠି ପିଲାମାନେ ଏବଂ ଏଠି କଣ ଗୋଟେ ସ୍ୱଚ୍ଛ ସର୍ବେକ୍ଷଣ ଚାଲିଛି। ଆମେ ଟିକେ ଦେଖିଦେବା, ମନୋରଞ୍ଜନ କରିବା ପରେ ଜଗନ୍ନାଥ ମନ୍ଦିର ବୁଲିବାକୁ ଯିବା ନା କଣ କହୁଛ? ଚାଲ। गोटिए मार संतान आमे, गोटिए हमारी कथा। आसु पछे जेते झड़ बतास, रोआई बनानी माथा। एही पवित्र पुरी सेता गर्भ आमारी, एही पवित्र पुरी सेता गर्भ आमारी। आमे रखिबा रखिबा पुरी सहर
ପୁରୀ ସହର ମାନ୍ୟତା ଆମେ ରଖିବା ଆସ ରଖିବା ପୁରୀ ସହର ସ୍ୱଚ୍ଛତା ଆସ ରଖିବା ଆମେ ରଖିବା ପୁରୀ ସହର न रहिब ମ୍ୟାଲେରିଆ ମହାମାରୀ ନର୍ଦ୍ଦମାକୁ ଦେବ ସଫା କରି ଆମ କଳ୍ପନାରେ ନୂଆ ରଙ୍ଗ ଦେଇ ରଖିବା ପୁରୀକୁ ଆସ ଆମେ ସଜେଇ সহরে পর্যটক সমাহার মহোদধিকুল আহ কি সুন্দর শ্রীক্ষেত্র ধামরু আউ ধাম নহি বিশ্ব দরবারে ଅଛି প্রমাণ হই এই শ্রীক্ষেত্র পুরী সেটা গর্ব আমরি এই শ্রীক্ষেত্র পুরী সেটা গর্ব আমরি ଆମେ ରଖିବା ରଖିବା ପୁରୀ ସହର ସ୍ୱଚ୍ଛତା ଆସ ରଖିବା ଆମେ ରଖିବା ପୁରୀ ସହର ମାନ୍ୟତା ଆମେ ରଖିବା ଆସ ରଖିବା ପୁରୀ ସହର ସ୍ୱଚ୍ଛତା ଆସ ରଖିବା ଆମେ ରଖିବା ପୁରୀ ସହର ମାନ୍ୟତା ଚିତ୍ରଗୁପ୍ତ ଚିତ୍ରଗୁପ୍ତ କୋଉଠି ଲୁଚିଗଲ? ତମର ଏମିତି ଲୁଚିବା ପ୍ରକୃତି ଯୋଗୁଁ ମତେ ଅସୁବିଧା ହଉଛି। ଏବେ ତୁମେ ଜାଣିପାରିଲ? କଣ ଜାଣିଲ? এই ଅଞ୍ଚଳ ଦିନେ ଖଲି ପତ୍ରରେ ଭରି ହେଇ ରହିଥିଲା। এই ଅଞ୍ଚଳରେ ଦୁଇ ସାଇଡରେ ପଙ୍କ କାଦୁଅ ଗୋବର ସବୁ ଜମା ହୋଇ ରହିଥିଲା। ମୁଁ ସେ କ୍ଷେତ୍ରକୁ ପ୍ରଥମ ଥର କରି ଆସିନି। ତମର ବାପା ଯେତେବେଳେ ମୋ ପାଖରେ କାମ କରୁଥିଲେ ସେତେବେଳେ ଆମେ ଏଠାକୁ ଆସିଛୁ। ଏଠାରେ ନାନା ପ୍ରକାରର ଆବର୍ଜନା ଥିଲା, କିନ୍ତୁ ଆଜି ଏହା ଏତେ ସଫା ସୁତୁରା ହୋଇଯାଇଛି ମୁଁ କଳ୍ପନା କରିପାରୁନି। ଏହାର କାରଣ କଣ ହେଇଥାଇପାରେ ତୁମେ ଅନୁମାନ କରିପାରିବନି। ଏହାର କାରଣ ହେଉଛି ପୁରୀ ପୌର ସଂସ୍ଥା। ପୁରୀ ପୌର ସଂସ୍ଥା ତାର ଅକ୍ଲାନ୍ତ ପରିଶ୍ରମ କରି এই ଅଞ୍ଚଳକୁ ସଫାସୁତୁରା ରଖିଛି। ସକାଳ 4ରୁ ରାତି 9ଟା ପର୍ଯ୍ୟନ୍ତ ସ୍ୱଚ୍ଛ ସବାରୀ ଗାଡିକୁ ବୁଲି ସବୁ ଜାଗାରୁ ଅଳିଆ ଉଠାଉଛନ୍ତି। এই ଅଳିଆ ଉଠେଇକରି ସେମାନେ ସମ୍ପର୍କିତ କାରଖାନାକୁ ପଠେଇ ସେମାନେ ଆୟ କରୁଛନ୍ତି। ତାହେଲେ এই ସ୍ୱଚ୍ଛତାର ମୂଳ ଶ୍ରେୟ କାହାକୁ ଆମେ ଦେବା? ଆମେ ଦେବା ପୌର ସଂସ୍ଥାକୁ। ପୁରୀ ପୌର ସଂସ୍ଥା, ପୁରୀ ପୌର ସଂସ୍ଥାରେ କାମ କରୁଥିବା ସ୍ୱଚ୍ଛ ସବାରୀ ସାଥୀ ମାନଙ୍କୁ। ତାହେଲେ ଏବେ ବୁଝିଲ ତ? ତାହେଲେ ଆମେ ଯିବାରି ନା ଆଉ କଣ କରିବା? ପୌର ସଂସ୍ଥାର କର୍ମକର୍ତ୍ତା ମାନଙ୍କୁ ଆମେ ଆଶୀର୍ବାଦ ଦେବା। ଓମ୍ ତାତ ମୁଁ ଯମରାଜ ଆପଣ ମାନଙ୍କୁ ଆଶୀର୍ବାଦ କରୁଛି। ଆପଣଙ୍କର ପୌର ସଂସ୍ଥା ସେଇଭଳି ଭାବରେ କାମ କରୁଥାଉ। ଆମର ପୌର ସଂସ୍ଥା ଏଭଳି ଭାବରେ କାମ କରୁ ଯେମିତି ସାରା ବିଶ୍ୱରେ ପୁରୀ ଅଦ୍ୱିତୀୟ ହୋଇ ଆସିବ। ତେବେ ଆପଣମାନେ ଆପଣଙ୍କର ଚେଷ୍ଟା ଦ୍ୱାରା ଦେଖେଇଦେଲେ ଯେ ମାନବ ସେବା ହିଁ ମାଧବ ସେବା। ତେଣୁ ମୁଁ ଆପଣମାନଙ୍କୁ ଆଶୀର୍ବାଦ କରୁଛି ଏବଂ ସ୍ପେସିଆଲି ମୁଁ ଆଶୀର୍ବାଦ କରୁଛି ଆଶୁତୋଷ ବାବୁଙ୍କୁ, ରେଖା ମ୍ୟାଡାମଙ୍କୁ ତାଙ୍କର ଉତ୍ତର ଉନ୍ନତି ହେଉ, ଯେଉଁମାନେ କି ଅକ୍ଲାନ୍ତ ପରିଶ୍ରମ କରି ଏହି ଅଞ୍ଚଳକୁ ସୁରକ୍ଷିତ କରିଛନ୍ତି। ଆମମାନଙ୍କୁ ଲୋକମାନଙ୍କୁ ଆନନ୍ଦର ସହିତ ରହିବା ପାଇଁ ଆପଣମାନେ ସୁଯୋଗ ଦେଇଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ଆଉ ଥରେ ଆଶୀର୍ବାଦ କରୁଛି। ଆପଣମାନଙ୍କର ଉତ୍ତର ଉନ୍ନତି ହେଉ। ଏବେ ଚିତ୍ରଗୁପ୍ତ ସରିଗଲା ଆମର ଆଶୀର୍ବାଦ। କୁଆଡେ ଯିବା ଗୁଗଲ ଚେକ୍ କର।
ଯୋଉ ବ୍ୟଙ୍ଗ କରୁଛନ୍ତି ସେଇମାନଙ୍କୁ ଆଗ ଧରିବା, ସେଇମାନଙ୍କ ଭିତରୁ କିଛି ନେଇକିରି ଆମର ଆମର ଜନପୁରୀରେ ଭର୍ତ୍ତି କରିବା, ତାପରେ ଆଜ୍ଞା ତାପରେ ଯିବା ଆମେ କୋଉଠିକି ସିଙ୍ଗୁଡିରେ ତ କୋଉଠି ପାକିସ୍ତାନ ଗଦମାନଙ୍କର ଦେଶ। ଆମେ ଗଦମାନଙ୍କ ଦେଶରୁ କିଛି ଗଦ ଉଠେଇବା, ଆଉ ଚୀନରୁ କିଛି ଚାହୁଁ ଚାହୁଁ ଲୋକଙ୍କୁ ଉଠେଇବା, ଆଉ ଓଡିଆ ଲୋକଙ୍କୁ ଉଠେଇବାନି। ଠିକ ଅଛି, ଯିବା ଯିବା ତ ଠିକ ଅଛି। ପୁରୀ ପୌର ସଂସ୍ଥାର କର୍ମକର୍ତ୍ତା ମାନଙ୍କୁ ମୁଁ ଯମରାଜ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଆପଣମାନଙ୍କୁ ଆଶୀର୍ବାଦ କରି ମୁଁ ଏହି ଶ୍ରୀକ୍ଷେତ୍ରକୁ ଛାଡ଼ି ଚାଇନା ଯାଉଛି। ଓମ୍ ତତ୍ସତ୍। Don't forget to like, share and subscribe.